ନମସ୍କାର। ବସ ବସ। ପ୍ରତ୍ୟେକ ଥର ତ ଆସିଲେ ମୁଁ ଗୋଟେ ଗୋଟେ କଥା କହେ ଗପ ଭଳି, କିନ୍ତୁ ଆଜି ଗୋଟେ ପ୍ରକୃତ ନିରାଟ ସତ ଘଟଣା ମୁଁ କହୁଛି। ନିରାଟ ସତ ଘଟଣା କହୁଛି କ'ଣ କି, ଆଜି ମୁଁ କାର୍ ନେଇକି ଫେରୁଥାଏ, ସାଲେପୁର ଯାଇଥାଏ। ସାଲେପୁରରୁ ଫେରିବା ସମୟରେ ଗୋଟେ ଗାଁ ବାଟ ଦେଇ ଆସିଲି। ସେଇ ଗାଁରେ ବହୁତ ଲୋକ ରୁଣ୍ଡ ହୋଇଥାନ୍ତି। ସଂକ୍ରାନ୍ତି ହୋଇଥାଏ, ଲୋକ କିଛି ମେଳା କରିବାକୁ ବାହାରିଥାନ୍ତି। କିନ୍ତୁ ଜଣକ ଘର ଆଗରେ ଯେଉଁ ଲୋକ ବହେ ଜମା ହେଇଥାନ୍ତି, ମୁଁ ଜଣକୁ ପଚାରିଲି କ'ଣ ଘଟଣା ହେଇଛି କି? ସିଏ ମୋତେ କହିଲେ, ଘଟଣା କ'ଣ କି, ତାଙ୍କ ସ୍ୱାମୀ ଘରକୁ ମଦ ପିଇକି ଫେରିଥିଲେ ଏବଂ ଆସିଲା ବେଳେ ଗୋଟେ ମାଛ ଆଣିଥିଲେ। କହିଲେ କି ମାଛଟାକୁ ଆଜି ତରକାରୀ କର। ମାଛ ତରକାରୀ କଲେ ରାତିରେ ରୁଟି ସାଙ୍ଗରେ ଖିଆ ହେବ। ମଦ ସମ୍ପୂର୍ଣ୍ଣ ପେଟେ ପିଇ ଦେଇଥିଲେ। ତାଙ୍କ ସ୍ତ୍ରୀ ତାଙ୍କୁ ମନା କଲେ ଯେ ଯେହେତୁ ଆଜି ସଂକ୍ରାନ୍ତି, ଘରେ ଆମିଷ ପଶିବ ନାହିଁ। କେଉଁ ହିସାବରେ ତୁମେ ମଦ ପିଇକି ଆସିଛ ଆଜି ଘରକୁ, ପୁଣି ମାଛ ନେଇକି ଆସିଛ କହୁଛ ତରକାରୀ କରିବାକୁ। ମୁଁ ସେ ତରକାରୀ କରିପାରିବି ନାହିଁ। ମୁଁ ଏ ଛୁଆକୁ ବସି ପଢ଼ଉଛି। ହଠାତ୍ ରାଗିକି ସେ କହିଲେ, ଛୁଆ ସିନା ଥିଲେ ବସି ପଢ଼େଇବୁ, ଛୁଆ ନଥିଲେ ବସି କାହାକୁ ପଢ଼େଇବୁ? ଛୁଆଟାକୁ ଆଣି ଦାଣ୍ଡ ଦୁଆରକୁ ଫୋପାଡ଼ି ଦେଲେ। ଫୋପାଡ଼ି ଦେବା ସମୟରେ ସେ ପିଲାଟି ସେଇଠି ଛଟ ଛଟ ହୋଇକି ତା ଜୀବନ ଚାଲିଗଲା। ଏବଂ ତାପରେ ସ୍ତ୍ରୀ କି କହୁଛନ୍ତି ଯେ ତୁ କ'ଣ କରିବୁନି, ତୋ ବୋପା ଯେ ତରକାରୀ କରିବ। ଏହି ସମୟରେ ସ୍ତ୍ରୀଟାକୁ ନାହିଁ କରିବା ଦ୍ୱାରା ତାକୁ ଗୋଟେ ଘରୁ ଦା ଆଣିକିରି ତା ହାତ ଗୋଡ଼ ଗାଲକୁ ସବୁ କାଟି ପକାଇଛନ୍ତି। ଅନେକ ଲୋକ ରୁଣ୍ଡ ହୋଇଛନ୍ତି, ତାଙ୍କୁ ବାଡ଼ିଆ ବାଡ଼ି କରି ବାନ୍ଧିଛନ୍ତି, ଥାନାକୁ ଖବର ଦେଇଛନ୍ତି। ଥାନା ବାଲା ଆସିଲେ ବର୍ତ୍ତମାନ ତାକୁ ନେଇକି ଯିବେ। ଏହି ସକାଶେ ଲୋକମାନେ ରୁଣ୍ଡ ହୋଇଛନ୍ତି। ତାଙ୍କୁ କହିଲି ଯେ ଏବେ ତ ଆମର ସରକାର, ନୂଆ ସରକାର ଯେଉଁ ଆସିଲେ, ସେ ବର୍ତ୍ତମାନ ମନାରେ ସମସ୍ତଙ୍କୁ ଜଣାଇଛନ୍ତି ଯେ ଅଗଷ୍ଟ 15 ତାରିଖ ପରଠୁ ମଦ ବନ୍ଦ ହେବ। ଶ୍ରୀଯୁକ୍ତ ମୋହନ ମାଝୀ ସରକାର ମୋର ନିବେଦନ ଯେ ଯଦି ପ୍ରକୃତରେ ଆପଣଙ୍କର ପାଟିରୁ ବାହାରିଥିବା କଥା ଯଦି ଆପଣ ସତ୍ୟରେ ପରିଣତ କରନ୍ତି, ଅନେକ ଲୋକ ସୁଧୁରିଯିବେ, ଗୋଟେ ଗୋଟେ ପରିବାର ବି ସୁଧୁରିଯିବ। ଲୋକମାନେ ଏଭଳି ମଦର ମାନେ ନିଶାର ଚକ୍କରରେ ପଡ଼ିଛନ୍ତି, ଯାହାଫଳରେ ଅନେକ ପରିବାର ନଷ୍ଟ ହୋଇଯାଉଛି, ଅନେକ ଲୋକ ମୃତ୍ୟୁ ମୁଖରେ ପଡ଼ୁଛନ୍ତି, ଡ୍ରାଇଭର ମାନେ ବି ମଦ ପିଇ ଗାଡ଼ି ଚଳାଉଛନ୍ତି। ଏମିତିକି ନିଶା ସକାଶେ କିଛି ଲୋକ ଘରୁ ନିଜର ସ୍ତ୍ରୀର ଅଳଙ୍କାର ହେଉ ବା ପାଖରେ ଥିବା ଜମିବାଡ଼ି ହେଉ, ସେମାନେ ତାକୁ ବିକାବିକି କରି ନିଜେ ମଦ ପିଇକି ସର୍ବଶାନ୍ତ ହୋଇଯାଉଛନ୍ତି। ଯଦି ପ୍ରକୃତିରେ ଭଗବାନଙ୍କର ମୁଖ ନିଃସୃତ ବାଣୀ ଭଳି ଯଦି ଯେଉଁ ପଦକ ବାହାରିଛି ପାଟିରୁ, ନାଇଁ ମଦଟି ଅଗଷ୍ଟ 15 ତାରିଖ ଠାରୁ ବନ୍ଦ କରାହେବ, ଯଦି ମଦ ବନ୍ଦ ହୋଇଯିବ, ଅନେକ ପରିବାର ସୁଧୁରିଯିବ। ଅନେକ ଲୋକ ବିଧବା ହେବେ ନାହିଁ, ତାଙ୍କ ସ୍ୱାମୀମାନେ ଯେଉଁ ଧକ୍କାରେ ମରୁଛନ୍ତି। କିଛି ଲୋକ ମଦ ପିଇ ଧକ୍କା କରୁଛନ୍ତି, କିଛି ଲୋକ ମଦ ସକାଶେ ଲୋକମାନଙ୍କୁ ମାରି ଦେଉଛନ୍ତି। ସେ ଘଟଣାଟା ଘଟନ୍ତାନି କ'ଣ? ହଁ, ମଦ ପିଇଲେ ସେମିତି ହେବ। ଶୁଣ, ମଦୁଆ ପ୍ରତି ଗାଁରେ ଯଦି ଆମେ ଦେଖିବା, ଜଣେ ଲୋକ ଖରାପ ହେଲେ 100 ଜଣଙ୍କୁ ଖରାପ କରିଦେବ। ମୁଁ ବା ଦେଖିଛି, ମଦ ପିଇବାକୁ ଛୋଟ ଛୁଆଙ୍କୁ ପଇସା ଦିଆହେବ, କୁହାହେବ ଯେ ଯାଅ ମଦ ନେଇକି ଆସିବ। ଛୁଆମାନେ ମଦ ଦେଲା ପରେ ଏମାନେ ମଦ ପିଇବେ ଏବଂ ବଡ଼ ଲୋକ ସେ ବୋତଲରେ କିଛି ମଦ ରଖିକି ଛୁଆଙ୍କୁ କହିବେ ଏ ବୋତଲଟା ନେଇଯା, ଟିକେ ଅଣଆଡ଼ିଆ ଜାଗାରେ ଫୋପାଡ଼ି ଦେବୁ। ସେ ଛୁଆ ସେ ବୋତଲକୁ ଫୋପାଡ଼ିଲା ବେଳେ ସେଥିରୁ ଟିକେ ପିଇବେ। ଯେଉଁ ଛୁଆମାନେ ସେମିତି ଟିକେ ଟିକେ ପିଇଥିଲେ, ସେ ପୁରା ବର୍ତ୍ତମାନ ବିରାଟ ବଡ଼ ବଡ଼ ମଦୁଆ ହେରି ବାହାରିଲେଣି। ଆଉ ସେଗୁଡ଼ା କହିଲେ କ'ଣ ହେବ? ତେଣୁକରି ମଦଟା ବନ୍ଦ ହେଉ। ମଦଟା ବନ୍ଦ ହେଲେ ଅନେକ ପରିବାର ସୁଧୁରିଯିବ,
ଅନେକ ଲୋକ ଭଲ ବାଟକୁ ଆସିବେ, କିଛି ଅସୁବିଧା ନାହିଁ। ହଁ, ତମେ ବି ଯାହା କହୁଛ ଠିକ୍ କଥା। ସମସ୍ତେ ଯଦି ଚାହିଁବେ, ନିଜ ମନ ଚାହିଁଲେ ନିଜେ ମଦ ଛାଡ଼ିଦେବ, କିଛି ଅସୁବିଧା ନାହିଁ। କିନ୍ତୁ ମଦୁଆମାନେ କହିବେ ଯେ ଧର ରଥଯାତ୍ରାଟା ଗଲା, ମୁଁ ବି ଦେଖିଛି କିଛି ମଦୁଆ କହିଲେ ଆଜି ମୁଁ ଜଗନ୍ନାଥଙ୍କ ରଥକୁ ଚାହିଁ କହୁଛି ଆଜି ଦିନକ ପିଇଲେ ଆଉ ପିଇବି ନାହିଁ। କିନ୍ତୁ ସେଇ ମଦୁଆ ପୁନରାୟ ମଦ ପିଇବ ବା ପିଉଛି ଆମେ ଦେଖୁଛୁ ଏବଂ କହୁଛେ ବାହୁଡ଼ା ପରଠୁ ଆଉ ପିଇବି ନାହିଁ, ବାହୁଡ଼ା ପରଠୁ ଆଉ ପିଇବିନି। କିନ୍ତୁ ବାହୁଡ଼ା ଗଲାଣି ହାରି, ଭଗବାନ ଆସିକି ନୀଳାଦ୍ରି ବିଜେ କଲେଣି, କିନ୍ତୁ କାଲି ତାଙ୍କୁ ମୁଁ ଦେଖିଲି ସିଏ ବି ବସି ପିଉଛନ୍ତି। ତେଣୁକରି ନିଶାଟା ଛାଡ଼ିବା ବଡ଼ କଷ୍ଟ। ଥରେ ଯେମିତି ମଣିଷ ହାତକୁ ବନ୍ଧୁକ ଆସିଗଲେ ଅଭିଶାପ ଭଳି ଜୀବନ ସାରା ବନ୍ଧୁକ ତା ପାଖ ଛାଡ଼େ ନାହିଁ, ନିଶା ହେଉଛି ସେଇଆ। ଅଭିଶାପ ଭଳି ଥରେ ଯଦି ନିଶାର ଚକ୍କରରେ ପଡ଼ିଗଲ, ନିଶା ବି ତୁମକୁ ଛାଡ଼ିବ ନାହିଁ। ତମେ ସିନା କହୁଛ ନିଶା ଛାଡ଼ିଦେବ ବୋଲିକି, କିନ୍ତୁ ନିଶା ତୁମକୁ ଛାଡ଼ିବ ନାହିଁ। ପାଖରେ ମିଳିଲେ ଲୋକ ତାକୁ ସାଙ୍ଗେ ସାଙ୍ଗେ କ୍ୟାମେରା ଲଗେଇବେ। ଯଦି ପ୍ରକୃତରେ ସରକାର ମଦଟାକୁ ବନ୍ଦ କରିଦିଅନ୍ତି, ମଦ ଦୋକାନ ନ ଖୋଲିବ, ପାଖ ପଡ଼ିଶା ମାନଙ୍କରେ ଜଗି ରଖି ନଜର କରିକି ଦେଶୀ ମଦକୁ ଟୋଟାଲ ବନ୍ଦ କରିବେ ବା ବିକିଲା ଲୋକକୁ ଦଣ୍ଡ ଦେବେ, ନ ମିଳିବ, ଲୋକ ମଦ ଛାଡ଼ିବେ ନାହିଁ, ଛାଡ଼ିଦେବେ। କାହିଁକି ନା ଡାକ୍ତର ଯେତେବେଳେ ମନା କରୁଛି ଯେ ମଦ ପିଅନି, 100 ଜଣରୁ 80 ଜଣ ବି ମଦ ପିଉନାହାନ୍ତି। ତାହେଲେ ଡାକ୍ତର କହୁଛନ୍ତି ଏଥର ମଦ ପିଅ, ଛାଡ଼ିଦିଅ, ନା ଯଦି ପିଇବ ତ ମରିବ, ମୋ ପାଖକୁ ଆସିବନି। 100 ଜଣରୁ 80 ଜଣ ବି ମଦ ଛାଡ଼ି ଦେଉଛନ୍ତି। ଜିନିଷଟା ମଣିଷ କେତେବେଳେ ବ୍ୟବହାର କରେ? ପାଖରେ ରହିଲେ ହିଁ ବ୍ୟବହାର କରିବ, ପାଖରେ ନ ରହିଲେ। ଯେଉଁମାନେ ନୂଆ ପୁରୁଣା ମଦୁଆ ଯିଏ ଅଛନ୍ତି, ହୁଏତ ସେ କ'ଣ କରିପାରନ୍ତି କ'ଣ ନ କରିପାରନ୍ତି ଅଲଗା କଥା, କିନ୍ତୁ ମଦ ଯଦି ପ୍ରକୃତ ବନ୍ଦ କରି ଦିଆଯିବ, ଆଉ ସାନି ନୂଆ ମଦୁଆ ଆଉ ଉତୁରିବେ ନାହିଁ, ନୂଆ ମଦୁଆ ସୃଷ୍ଟି ହେଇପାରିବେ ନାହିଁ। ସରକାର ମୋର ଏତିକି ଅନୁରୋଧ, ନିବେଦନ, ପ୍ରାର୍ଥନା ଯେ ପ୍ରକୃତରେ ଯେଉଁ ପଦକ ଆପଣଙ୍କର ପାଟିରୁ ବାହାରିଛି ମଦଟାକୁ ଅଗଷ୍ଟ 15 ପରେ ବନ୍ଦ କରିବେ, ପ୍ରକୃତ ମଦ ବନ୍ଦ କରିଦିଅନ୍ତୁ। ଭଗବାନ ଶାନ୍ତି ହେବେ, ଆପଣଙ୍କ ଉପରେ ଭଗବାନ ଶାନ୍ତି ହେବେ। ଆଉ ଏ ମଦ ବନ୍ଦ ହେବା ଦ୍ୱାରା ଲକ୍ଷ ଲକ୍ଷ ଲୋକଙ୍କ ମୁହଁରୁ ଗୋଟେ ସୁନ୍ଦର କଥା ବାହାରିବ। ଯାହା ହେଉ ସରକାର ଗୋଟେ ଭଲ କାମ କଲେ, ଯାହାଫଳରେ ଅନେକ ପରିବାର ରହିଗଲା, ବଞ୍ଚିଗଲା। ଏତିକି ମୁଁ କହିକିରି ଆଜି ବିଦାୟ ନେଉଛି।